ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ନୂଆପଡ଼ା ଗସ୍ତ କାଲି ସରିଛି। ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସେ ଯୋଗଦାନ କରିଥିଲେ। ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଗତକାଲି ଯାଇଥିଲେ। ନୂଆପଡ଼ା ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରିଥିଲେ। ସ୍ୱର୍ଗତ ବିଧାୟକଙ୍କ ସ୍ମୃତିଚାରଣ କରି ସେ କହିଲେ, ତାଙ୍କର ସେ ଜଣେ ଉତ୍ତମ ବନ୍ଧୁ ଥିଲେ। ଢୋଲକିଆ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଥାଇପାରନ୍ତି, କିନ୍ତୁ ତାଙ୍କ କେହି ରାଜନୈତିକ ଶତ୍ରୁ ନଥିଲେ। 2004 ମସିହାରୁ 4 ଥର ବିଧାୟକ ହୋଇଥିବା ସେ ଲୋକପ୍ରିୟ ନେତା ଥରେ ମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇ ନୂଆପଡ଼ା ତଥା ସମଗ୍ର ରାଜ୍ୟର ବିକାଶ ପରିବର୍ତ୍ତନର ଅମୂଲ୍ୟ ଯୋଗଦାନ ଦେଇଥିଲେ। ତାଙ୍କର ବିୟୋଗରେ ନୂଆପଡ଼ା ଜିଲ୍ଲା ତଥା ଓଡ଼ିଶା ଜଣେ ସୁଦକ୍ଷ ଦରଦୀ ରାଜନେତାକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।